କୁମ୍ଭକର୍ଣ୍ଣ ଶୋଇଲେ ଭଲ ଅର୍ଥାତ୍ ମଣିଷର ଅହଙ୍କାରଟା ଯେତିକି ଚପିକି ରହିବ ଭିତରେ ଲୁଚିକି ରହିବ ଶୋଇପଡ଼ିବ ଅହଙ୍କାର ଦେଖେଇ ହବ ନାହିଁ ସେଇଟା ଭଲ। ଯୋଉଦିନ ରାବଣ ଦତାନି ତପ୍ତ ତୈଳାନି କୁମ୍ଭକର୍ଣ୍ଣସ୍ୟ କର୍ମୟୋ ଜବରଦସ୍ତ କୁମ୍ଭକର୍ଣ୍ଣ କାନ ଭିତରେ ତତଲା ତେଲ ଭର୍ତ୍ତି କରି ଉଠେଇ ଦେଲା ଅହଙ୍କାରକୁ ଦେଖେଇ ଦେଲା। ସେଇ ଦିନ ଆଜ୍ଞା ତା ଭାଇ ମଲା ଆଉ କେ ଦିନ ସେ ବି ମଲା। ଇନ୍ଦ୍ରଜିତ କିଏ ନା କାମ ଆମ ଭିତରେ ଯୋଉ କାମନା ଅଛି ଏ କାମନା ହଉଛି ଇନ୍ଦ୍ରଜିତ। ମୁଁ ଏମିତି କରିବି ସେମିତି କରିବି କାମନା ହଉଛି ଇନ୍ଦ୍ରଜିତ। ଏଇ କଳି ଯୁଗରେ ରାବଣ କୁମ୍ଭକର୍ଣ୍ଣ ଇନ୍ଦ୍ରଜିତକୁ ଚିହ୍ନିଥା। ଆପଣ କହିବେ ସୁପର୍ଣ୍ଣେଖା କଥା କହିଲ ନାହିଁ ତ କିଏ ସେ? ସୁପର୍ଣ୍ଣେଖା ଧୀରେ ସୁପର୍ଣ୍ଣେଖା ତମ ଗାଁରେ ନାହାନ୍ତି? ମୁଁ ଏଇଠୁ ଉଠିକି ଯଦି ଯିବି ମତେ କହିବ ଆ ଭିତରୁ 10-12ଟା ସୁପର୍ଣ୍ଣେଖା କାଢିଦେବି। ଭାରିବେ ନାହିଁ? କେମିତି ଭାରିବେ? ମନେ ରଖନ୍ତୁ ଆମେ ହିନ୍ଦୁ ସନାତନ ଘରର ଝିଅ ବୋହୂ। ଆମ ଭଉଣୀ ମାନେ ହାତରେ ନଖ ବଢେଇଛନ୍ତି ହଁ ନା ନାଇଁ ବା? ମନେ ରଖନ୍ତୁ ଦୁର୍ଗା ପୂଜାରେ ମା ଆପଣ ମାନଙ୍କୁ କହିଦଉଛି ମନେ ରଖିଥିବେ। କାଲି ବୋଧେ ସେ ଲୋକଟା କହି ନାହିଁ ଆପଣ ନଥିଲେ ମୁଁ କହିଥିଲି ଗୋଟେ ଝିଅଟିଏ ସେ ମୁଁ ଦୁର୍ଗା ପୂଜା କଲାବେଳେ ଭାଇନା ସେ ସବୁଦିନ ବେଲପତ୍ର ହାର ମନ୍ଦାର ମାଳ ଆଣିଦିଏ। ମତେ କହିଲା ମୋ ଜୀବନରେ କାହିଁ ମତେ ଶାନ୍ତି ଲାଗୁନାହିଁ। ମୁଁ ଦେଖିଲି ତାର 10ଟା ନଖ ବଢିଛି ଏଡେ ଲମ୍ବା ନଖ। ବୁଲାଲ ଭଉଣୀ ତୁ +2 ସେକେଣ୍ଡ ଇୟର ପଢୁଛୁ ଏ 10ଟା ନଖ ପାଇଁ ବଢେଇଛୁ? ନା ଟିକେ ବଢେଇଛି ଆଉ। ତୋ ହାତରେ କାଚ ନାହିଁ? ତୋ ହାତରେ ତ କାଚ ନାହିଁ। ବିଧବା ହାତରେ ଅବିବାହିତ ଝିଅଟା ତୁ ନଖ ବଢେଇକି ବୁଲୁଛୁ। ଦୁର୍ଗା ମାଙ୍କୁ ଆଣି ମଙ୍ଗଳାଙ୍କୁ ଠାକୁରାଣୀକି ଦଉଛୁ ମନ୍ଦାର ମାଳ ବେଲପତ୍ର ମାଳ। ମା ତୋର ମଙ୍ଗଳ କରିବେ। ତୁ ତ ସୁପର୍ଣ୍ଣେଖା। ରାବଣର ଭଉଣୀଟା ତା ସ୍ୱାମୀ ମରିଗଲା ପରେ ବିଧବା ହେଲା ଆଉ ବିଧବା ଭଉଣୀ ତାର ରାମଙ୍କୁ କହିଲା ମୁଁ ବାହା ହେବି। ଜାଣିଛନ୍ତି ଅବିବାହିତ ଝିଅ ହାତରେ ଯଦି ନଖ ବଢେ ବାପ ମା ଜାଣିପାରିବେ ନାହିଁ ସେ ଝିଅଟା ଭୁଲରେ ପାଦ ଖସେଇ ଦବ। ଅର୍ଥାତ୍ ନାରୀ ମାନଙ୍କ ହାତରେ ନଖ ବଢିଲେ ତାଙ୍କ ଭିତରେ କାମନା ଶକ୍ତି ଉଦ୍ରେକ ହୁଏ। ବିବାହିତା ନାରୀ ପରପୁରୁଷ ପ୍ରତି ଆକର୍ଷିତ ହେଇଯାଏ। ଅବିବାହିତା ଝିଅ ଗୁଡିକ